ଆନିନ୍ଦ୍ୟ ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ନାଇକାଣ୍ଡି ଗ୍ରାମ ପଞ୍ଚାୟତରେ ଦୁର୍ବୃତ୍ତ ମାନେ ଗୋଟେ ଘର ଝରକା ଭାଙ୍ଗିଥିଲେ। ଭାଙ୍ଗିକି ଯାଇକି ମହିଳାଙ୍କୁ ଗୋଟେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ସେଇ ମହିଳା ଜଣଙ୍କ ନାଁ ହେଲା ଲକ୍ଷ୍ମୀପ୍ରିୟା ସାହୁ, ଯିଏ କି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ସେ ଅଚେତ ହେଇଯାଇଥିଲେ। ଦୁର୍ବୃତ୍ତ ମାନେ ତାଙ୍କ ପାଖରେ ଥିବା ସୁନା ଗହଣା ଓ କିଛି ଟଙ୍କା ସେ ଲୁଟି ନେଇଥିଲେ। ଘରେ ଲୋକମାନେ ଆସିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଘର ଲୋକଙ୍କୁ ସେ ଦୁର୍ବୃତ୍ତ ମାନେ ଗୋଟେ ବନ୍ଦ କୋଠରୀ ଭିତରେ ତାଙ୍କୁ ଲକ୍ କରିଦେଇଥିଲେ। ତାପରେ ପାଖ ପଡ଼ୋଶୀ ମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କଲା ପରେ ନାଇକାଣ୍ଡି ଥାନାରେ ଲିଖିତ ଅଭିଯୋଗ ପରେ ନାଇକାଣ୍ଡି ଥାନା ପୋଲିସ ଯାଇ ଛାନବିନ ଆରମ୍ଭ କରିଛନ୍ତି। ଏବେ ସନ୍ଧାନ କୁକୁର ମାଧ୍ୟମରେ ଛାନବିନ ଆରମ୍ଭ ଜାରି ରହିଛି। ମହିଳା ଜଣକ ଗୁରୁତର ଅବସ୍ଥାରେ ବାଜଦପୁର ମେଡିକାଲରେ ଭର୍ତ୍ତି ହେଇଥିଲେ। ତାପରେ ଏବେ କଟକ ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହେଇଛନ୍ତି।